ଧର୍ମ ଧାର୍ମିକକୁ ରକ୍ଷା କରେ। ଆମ ଦେଶରେ ପୂର୍ବ କାଳରେ ଜଣେ ବଡ଼ ରାଜା ଥିଲେ। ସେ ଦିନେ ଗଙ୍ଗା ସ୍ନାନ ସାରି ଜଣେ କନିଷ୍ଠ ବ୍ରାହ୍ମଣଙ୍କୁ କହିଲେ, ତୁମର କ'ଣ ଲୋଡ଼ା କୁହ, ମୁଁ ତୁମକୁ ନିଶ୍ଚୟ ଦେବି। ଏହା ଶୁଣି ବ୍ରାହ୍ମଣ କହିଲେ, ମହାରାଜ, ମୋର ଇଚ୍ଛା ପ୍ରତିଦିନ ନିର୍ଜନ ସ୍ଥାନରେ ଆପଣଙ୍କୁ ଗୋଟିଏ କଥା କହିବି। ଏହା ଯଦି ଆପଣ କରିପାରିବେ ହେଲେ ମୁଁ ବହୁତ ଖୁସି ହେବି। ରାଜା ଏଥିରେ ରାଜି ହେଲେ। ବ୍ରାହ୍ମଣ ପ୍ରତିଦିନ ଯାଇ ରାଜାଙ୍କ କାନରେ କୁହନ୍ତି, ଧର୍ମ ଧାର୍ମିକକୁ ରକ୍ଷା କରେ। ଏହା ଦେଖି ରାଜସଭାରେ ଲୋକ ବ୍ରାହ୍ମଣଙ୍କୁ ଭୟ କଲେ। ଭାବିଲେ, ଏ ନିଶ୍ଚୟ ଆମ୍ଭମାନଙ୍କ ବିରୁଦ୍ଧରେ ରାଜାଙ୍କ ପାଖରେ କଟୁ କଥା କହୁଛି, ଏଣେ ତେଣେ ଗପୁଛି। ବ୍ରାହ୍ମଣ ପ୍ରତି ମନ୍ତ୍ରୀଙ୍କର ରାଗ ହେଲା, କାରଣ ମନ୍ତ୍ରୀଙ୍କ ଛଡ଼ା ଅନ୍ୟ କୌଣସି ଲୋକ ସହିତ କୌଣସି ବିଷୟରେ ଗୁପ୍ତ ମନ୍ତ୍ରଣା କରିବା ରାଜାଙ୍କର ଉଚିତ ନୁହେଁ। ସେ ଭାବିଲେ, ଏ ବ୍ରାହ୍ମଣ ଯୋଗେ ରାଜ୍ୟର ସର୍ବନାଶ ଘଟିପାରେ, ଆଉ ତାଙ୍କ ପଦରେ ବି ଆଞ୍ଚ ଆସିପାରେ। ଏଣୁ ସେ ବ୍ରାହ୍ମଣକୁ ନଗରୀରୁ ତଡ଼ିଦେବାର ଉପାୟ ପାଞ୍ଚିଲେ। ମନ୍ତ୍ରୀ ଗୋଟିଏ ଉପାୟ ସ୍ଥିର କରି ଦିନେ ବ୍ରାହ୍ମଣଙ୍କ ଘରକୁ ଗଲେ। ବ୍ରାହ୍ମଣ ସେତେବେଳେ ଈଶ୍ୱର ସେବାରେ ବସିଥାନ୍ତି। ଶୁକ୍ଳ ପାଟଟିଏ ପିନ୍ଧିଥାନ୍ତି, ଗାମୁଛାଟାଏ କାନ୍ଧରେ ପଡ଼ିଛି, ନିର୍ମଳ ପଇତାଟିଏ କାନ୍ଧରୁ ତଳ ଟୋପା ଯାଏ ଲମ୍ବିଛି, କପାଳ, ଛାତି, ବାହୁରେ ଚନ୍ଦନ ବୋଳା ହୋଇଅଛି। ଆଖି ବୁଜି ମାଳି ଧରି ଶୁଦ୍ଧ ଚିତ୍ତରେ ଜପ କରୁଛନ୍ତି। ଠିକ୍ ଜପ ଶେଷରେ ହେଲା ବେଳକୁ ମନ୍ତ୍ରୀ ଆସି ଦ୍ୱାରରେ ଠିଆ ହୋଇଗଲେ। ବ୍ରାହ୍ମଣ ମନ୍ତ୍ରୀକୁ ଉପଯୁକ୍ତ ଆସନ ଦେଲେ ଏବଂ ତାଙ୍କ ଆସିବାର କାରଣ ପଚାରିଲେ। ମନ୍ତ୍ରୀ କହିଲେ, ତୁମେ ନିତି ରାଜାଙ୍କ କାନରେ ଗୁପ୍ତ କଥା କହିଲା ବେଳେ ତୁମ ତୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି। ସମୟ ସମୟରେ ଛେପ ମଧ୍ୟ ପଡ଼ୁଛି। ଏଣୁ ରାଜା ଭାରି ବିରକ୍ତ ହେଉଛନ୍ତି। ତୁମେ କାନରେ କହିଲା ବେଳେ ଏଣିକି ସୁବାସ ଦ୍ରବ୍ୟ ତୁଣ୍ଡରେ ରଖିବ, ମୁହଁ ପାଖରେ ଲୁଗା ଦେବ। ତୁମର ମଙ୍ଗଳ ପାଇଁ ମୁଁ ଏହା କହୁଛି, ଅନ୍ୟ କିଛି ଭାବିବ ନାହିଁ। ବ୍ରାହ୍ମଣ ଭାରି ସନ୍ତୁଷ୍ଟ ହୋଇ ମନ୍ତ୍ରୀକୁ ଆଶୀର୍ବାଦ କଲେ। ପରେ ମନ୍ତ୍ରୀ ନିଜ ଘରକୁ ବାହୁଡ଼ିଲେ। ପରଦିନ ମନ୍ତ୍ରୀ ରାଜାଙ୍କ ଛାମୁରେ ଜଣାଇଲେ, ଶୁଣିପାରୁଛି ଆପଣଙ୍କ କାନରେ ଦୁର୍ଗନ୍ଧ ବାହାରୁଛି ବୋଲି ବ୍ରାହ୍ମଣ ବିରକ୍ତ ହୋଇ ତୁଣ୍ଡରେ ସୁବାସ ଦ୍ରବ୍ୟ ରଖି ମୁହଁ ପାଖରେ ଲୁଗା ଧରି କଥା କହୁଛନ୍ତି, ଏହା କ'ଣ ସତ୍ୟ? ଏହା ଶୁଣି ରାଜାଙ୍କ ମନରେ ଭାରି କଷ୍ଟ ହେଲା। ସେ ରାଗି ଯାଇ କହି ପକାଇଲେ, ଭାତ ଦେଲି କୁକୁରକୁ, କୁକୁର ଉଠିଲା ଉପରକୁ। ସାମାନ୍ୟ ଜଣେ ବ୍ରାହ୍ମଣର ଏତେ ଗର୍ବ? ଆଚ୍ଛା, କାଲି ତାର କଥା ବୁଝିବି। ପରେ ରାଜ୍ୟର ଅନ୍ୟାନ୍ୟ କଥା ପଡ଼ିଲା। ମନ୍ତ୍ରୀ ବିଦାୟ ନେଇ ଘରକୁ ଫେରିଲେ। ପରଦିନ ସକାଳେ ବ୍ରାହ୍ମଣ ଜପ ତପ ସାରି ମନେ ମନେ ଧର୍ମ ଧାର୍ମିକକୁ ରକ୍ଷା କରେ, ଏ କଥା କହି କହି ରାଜାଙ୍କ ନଅର ଆଡ଼କୁ ଚାଲିଲେ। ଏଣେ ରାଜା ତୃତୀୟ ଦ୍ୱାରର ପ୍ରହରୀକୁ କହିଛନ୍ତି, ଯେଉଁ ଲୋକ ହାତରେ ଗୋଟିଏ ଟଭାଫଳ ଦେଖିବୁ, ତା ଗଣ୍ଡିରୁ ମୁଣ୍ଡ ଛିନ୍ନ କରିଦେବୁ। ବ୍ରାହ୍ମଣ ନଅର ଭିତରକୁ ଯାଇ ରାଜାଙ୍କ ଛାମୁରେ ଉପସ୍ଥିତ ହେଲେ। ରାଜାଙ୍କୁ ଆଶୀର୍ବାଦ କରି ତାଙ୍କ କାନରେ ପୂର୍ବପରି କହିଦେଲେ, ଧର୍ମ ଧାର୍ମିକକୁ ରକ୍ଷା କରେ। ରାଜା କପଟରେ ଗୋଟିଏ ଟଭାଫଳ ଦେଇ ତାଙ୍କୁ କହିଲେ, ଆପଣ ଏ ଟଭାଫଳଟିକୁ ରଖନ୍ତୁ। ବ୍ରାହ୍ମଣ ଆନନ୍ଦରେ ତାହା ଗ୍ରହଣ କରି ଫେରିଲା ବେଳକୁ ବାଟରେ ମନ୍ତ୍ରୀଙ୍କୁ ଦେଖିଲେ। ମନ୍ତ୍ରୀ ତାଙ୍କ ସହିତ କଥାବାର୍ତ୍ତା ହେବା ପରେ ସେହି ଟଭାଫଳଟିକୁ ମାଗିଲେ। ମନ୍ତ୍ରୀଙ୍କୁ ସେ ଫଳଟିକୁ ଦେଇ ଘରକୁ ଫେରିଲେ। ଏଣେ ମନ୍ତ୍ରୀ ନିଜ କାମ ସାରି ଟଭାଟି ଧରି ଉଆସକୁ ଫେରିଲେ। ଦେଖିବା କ୍ଷଣି ତୃତୀୟ ଦ୍ୱାରରେ ଥିବା ପ୍ରହରୀ ଖଣ୍ଡାରେ ତାଙ୍କ ମୁଣ୍ଡ ଛିଣ୍ଡାଇ ଦେଲେ ଓ ମୁଣ୍ଡଟିକୁ ଧରି ରାଜାଙ୍କ ଛାମୁକୁ ଗଲେ। ରାଜା ଏହା ଦେଖି ଅବାକ୍ ହୋଇଗଲେ। ଏହାର କାରଣ ପଚାରିଲେ। ଦ୍ୱାରୀ ଥର ଥର ହୋଇ କହିଲା, ଛାମୁଙ୍କର ଆଦେଶ ଅନୁସାରେ ମୁଁ ଟଭା ଧରିଥିବା ଲୋକକୁ ହାଣିଅଛି। ରାଜା ସେହି କ୍ଷଣି ବ୍ରାହ୍ମଣଙ୍କୁ ଡକାଇଲେ। ବ୍ରାହ୍ମଣ ଆସି ଦେଖିଲେ ଭୀଷଣ କାଣ୍ଡ ହୋଇଯାଇଛି। ରାଜା ବ୍ରାହ୍ମଣଙ୍କୁ ପଚାରିଲେ, ମୋର କାନରୁ ଦୁର୍ଗନ୍ଧ ବାହାରୁଛି ବୋଲି ଆପଣ ମୁହଁରେ ଲୁଗା ଦେଇ ମୋ ସାଙ୍ଗରେ କଥାବାର୍ତ୍ତା କରନ୍ତି?
ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ, ମିଥ୍ୟା କଥା ମହାରାଜ। ମନ୍ତ୍ରୀ କହିଲେ ମୋ ତୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି ବୋଲି ଛାମୁ ବିରକ୍ତ ହେଉଛନ୍ତି। ଏଣୁ କଥା କହିବା ବେଳେ ତୁଣ୍ଡରେ ସୁବାସ ଦ୍ରବ୍ୟ ପଦାର୍ଥ ରଖିବା ପାଇଁ ଓ ମୁହଁରେ ଲୁଗା ଦେବା ପାଇଁ ମନ୍ତ୍ରୀ ମୋତେ ଉପଦେଶ ଦେଇଥିଲେ। ତାଙ୍କ କଥା ଅନୁସାରେ ମୁଁ ଏହି ଆଚରଣ କରିଅଛି। ରାଜା ପ୍ରସନ୍ନ ମୁଖରେ କହିଲେ, ଆପଣ ଠିକ୍ କହୁଛନ୍ତି। ଧର୍ମ ଧାର୍ମିକକୁ ରକ୍ଷା କରେ। ଆଜି ଆପଣଙ୍କୁ ଧର୍ମ ହିଁ ରକ୍ଷା କରିଛି। ଅଧର୍ମରେ ମନ୍ତ୍ରୀଙ୍କର ଏହି ଦଶା ଘଟିଛି। ସେହି ଦିନଠାରୁ ରାଜା ବ୍ରାହ୍ମଣଙ୍କୁ ମନ୍ତ୍ରୀପଦ ଦେଲେ ଏବଂ ତାଙ୍କ ଉପଦେଶ ଅନୁସାରେ ରାଜ୍ୟ ଶାସନ କରିବାକୁ ଲାଗିଲେ। ଧର୍ମରେ ଥାଏ ଯାର ମନ, ରହେ ସେ ସୁଖ ଚିରଦିନ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜୟ ଜଗନ୍ନାଥ।